ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛମାନେ ଗଣବସା ବାନ୍ଧିବାର ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ପ୍ରତିବର୍ଷ ଫେବୃଆରୀ ଶେଷ ଏବଂ ମାର୍ଚ୍ଚ ଆରମ୍ଭରେ ହଜାର ହଜାର ବିରଳ ଅଲିଭ୍ ରିଡଲେ କଇଁଛଗଣ ବସା ବାନ୍ଧିବା ପାଇଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ପହଞ୍ଚିଥାନ୍ତି। ପାରମ୍ପରିକ ଭାବରେ ପ୍ରାୟ 2ରୁ 3 ଲକ୍ଷ ଅଲିଭ୍ ରିଡଲେ କଇଁଛ ଗଣବସା ବାନ୍ଧିବା ପାଇଁ ଏହି ସ୍ଥାନରେ ପହଞ୍ଚିଥାନ୍ତି। ହେଲେ ଏହି ବର୍ଷ ଆଶ୍ଚର୍ଯ୍ୟଜନକ ଭାବେ 7 ଲକ୍ଷ କଇଁଛ ଅଣ୍ଡା ଦେଇଛନ୍ତି, ଯାହା ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ବସା ବାନ୍ଧିବା ଉପକୂଳରେ ପ୍ରାୟ 10 କିଲୋମିଟର ପରିବ୍ୟାପ୍ତ ହୋଇଛି। କଇଁଛମାନେ ସମୁଦ୍ରକୁ ଫେରିବା ପୂର୍ବରୁ ସୁରକ୍ଷିତ ଭାବରେ ସେମାନଙ୍କର ଅଣ୍ଡା ଜମା କରିଛନ୍ତି। ବିଭିନ୍ନ ସଂଗଠନ, ପୋଲିସ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ବନ ବିଭାଗ ବସା ବାନ୍ଧିବା କଇଁଛ ଏବଂ ସେମାନଙ୍କ ଅଣ୍ଡାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିନରାତି ଏକ କରି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ଗଣବସା ଗଠନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ବନ ବିଭାଗ ଏବଂ ପରିବେଶ ସଂଗଠନଗୁଡ଼ିକ ଅଣ୍ଡାଗୁଡ଼ିକୁ ସୁରକ୍ଷା ଦେବା ଉପରେ ଧ୍ୟାନ ଦେଉଛନ୍ତି। ପ୍ରାୟ 45 ଦିନ ମଧ୍ୟରେ ଛୁଆମାନେ ବାହାରି ସମୁଦ୍ରକୁ ଯିବେ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱ ଆରୋପ କରିଛନ୍ତି। ଖବର କେଉଁଝର।